ମୁଁ କୃଷ୍ଣାଂଶୁ ଆପଣଙ୍କୁ ସ୍ୱାଗତ କରୁଛି ଷ୍ଟଡି ପ୍ଲାଟଫର୍ମ ଷ୍ଟଡି ଷ୍ଟାର୍ଟ को ଆପଣଙ୍କୁ ଯେମିତିକି ଜଣାଅଛି ପ୍ରତ୍ୟେକ ରାତି 9ଟା ପରେ ଓଏସଏସସି ଓପିଏସସି OSSC ଏବଂ ଏସଏସବି ତରଫରୁ ଯାହା ବି ଅପଡେଟ୍ ଥାଏ ସବୁ ଅପଡେଟ୍କୁ କମ୍ବାଇନ୍ କରିକି ଗୋଟେ ଭିଡ଼ିଓ ଆପଣଙ୍କୁ ପ୍ରୋଭାଇଡ଼ କରିଦେଇଥାଏ। ତେବେ 16-17 ଅପଡେଟ୍ ଆଜି ଆମେ ଗୋଟେ ଭିଡ଼ିଓରେ ଜାଣିବା ଏବଂ ଭିଡ଼ିଓ ସବୁଦିନ 9ଟାରେ ବର୍ତ୍ତମାନ କିଛି ଦିନ ହେଲା ଆସିପାରୁନି ଏଇଥିପାଇଁ ଯେ ସାଇଟ୍ ଆପଣଙ୍କର ବହୁତ ହିଁ ପ୍ରୋବ୍ଲେମ୍ କରୁଛି। ତେବେ ଚାଲନ୍ତୁ ଜାଣିନେବା ଯାହା ବି ଅପଡେଟ୍ ଆପଣମାନଙ୍କର ଅଛି ଗୋଟେ ଭିଡ଼ିଓରେ 16-17 ତାରିଖର ଜାଣିନେବା। ଠିକ୍ ଅଛି, ଆଜି 18 ତାରିଖ ମର୍ଣ୍ଣିଂରେ ହିଁ ମୁଁ କରୁଛି ଭିଡ଼ିଓ। ପ୍ରଥମେ ଓଏସଏସ୍ ସାଇଟ୍ ଗଲେ ଏମିତି ହିଁ ପେଜ୍ଟି ଆପଣଙ୍କର ଦେଖାଯିବ ଯେତେବେଳେ ଡାଉନଲୋଡ଼ ଆଡ଼ମିଟ୍ କାର୍ଡ଼ ପାଇଁ ସ୍କ୍ରିନ୍ରେ ଆସୁଛି। ତେବେ କ'ଣ ଅଛି ଚାଲନ୍ତୁ ଟିକେ ଦେଖିନେବା। ୟାର ଭିଡ଼ିଓ କରିଥିଲି 17 ତାରିଖ, ଯଦି ଆପଣ ଦେଖିବେ 17 ତାରିଖ ଅଛି ଆପଣଙ୍କର ରିଗାର୍ଡ଼ିଂ କ'ଣ ସାର୍ଟିଫିକେଟ୍ ଭେରିଫିକେସନ୍ TGT ଆର୍ଟ୍ସ ଏବଂ TGT ଓଡ଼ିଆ ହିନ୍ଦୀ ଟିଚରମାନଙ୍କର ଯେଉଁ ଅଛି ତ ତାର ଡାଉନଲୋଡ଼ ପାଇଁ ଆପଣଙ୍କର ପଳେଇ ଆସିଛି ଏବଂ ସେ ପିଡ଼ିଏଫ୍ରେ ମେନସନ୍ କରିଦେଇଛି ସାର୍ଟିଫିକେଟ୍ ଭେରିଫିକେସନ୍ ପାଇଁ କ'ଣ ସେ ପିଡ଼ିଏଫ୍ରେ କ'ଣ ମେନସନ୍ ଅଛି ଟିକେ ଚେକ୍ କରି ନେଇଯିବା। ଠିକ୍ ଅଛି, ସାଇଟ୍ ବହୁତ ସ୍ଲୋ ରହୁଛି। ଠିକ୍ ଅଛି, ପିଡ଼ିଏଫ୍ ଡାଉନଲୋଡ଼ ହେଲେ ମୁଁ ଟେଲିଗ୍ରାମ ଚ୍ୟାନେଲରେ ପକାଇଦେବି, ସେ ପିଡ଼ିଏଫ୍କୁ ଆପଣ ସେଠି ପାଇଯିବେ। ଠିକ୍ ଅଛି, ଯାହା ବି ଅପଡେଟ୍ ଥିବ। ଠିକ୍ ଅଛି, ନେକ୍ସଟ ଅପଡେଟ୍ ଚାଲନ୍ତୁ OSSS ତରଫରୁ ଯିବା। OSSS ତରଫରୁ 17 ତାରିଖ ଏବଂ 17 ତାରିଖ ଏବଂ 16 ତାରିଖ 17 ତାରିଖ ଆପଣ କିଛି ଅପଡେଟ୍ ଦେଖିବାକୁ ପାଇବେନି। ନେକ୍ସଟ ଅପଡେଟ୍ OSSCର ତ ମୁଁ ଆପଣଙ୍କର 17 ତାରିଖ କହିଥିଲି ଏବଂ 16 ତାରିଖର ଯଦି ଅପଡେଟ୍ ଦେଖିବେ ଆପଣ ଜାଣିଛନ୍ତି ଯାହାର ଭିଡ଼ିଓ ମୁଁ କରିଦେଇଥିଲି। ଠିକ୍ ଅଛି, ଆପ୍ଲିକେସନ୍ ଯେଉଁଟା ଆପଣଙ୍କର ସିଜିଏଲ୍ ଅଛି ତାର ଡେଟ୍ ଘୁଞ୍ଚିଛି କିନ୍ତୁ ଆପ୍ଲାଏ କରିବାରେ ପ୍ରୋବ୍ଲେମ୍ ହିଁ ବର୍ତ୍ତମାନ ପର୍ଯ୍ୟନ୍ତ ହେଉଛି। ନେକ୍ସଟ ଅପଡେଟ୍ ଯିବା। ନେକ୍ସଟ OPS ତରଫରୁ ଯିବା। OPS ତରଫରୁ 17 ତାରିଖରେ ଦୁଇଟି ଅପଡେଟ୍ ଆପଣମାନେ ଦେଖିବାକୁ ପାଇବେ ଏବଂ 16 ତାରିଖରେ ବି ଆପଣଙ୍କର ଦୁଇଟି ଅପଡେଟ୍ ଅଛି, ଅର୍ଥାତ୍ 4ଟା ଅପଡେଟ୍ ଆପଣମାନେ ଏଠି ଦେଖିବାକୁ ପାଇବେ। ପ୍ରଥମ ଅପଡେଟ୍ ଅଛି 17 ତାରିଖ ଯିବା। ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ସିଭିଲ୍ ଆପଣ କଟ୍ ଅଫ୍ ମାର୍କ ପଳେଇ ଆସିଛି। ତେବେ ଚାଲନ୍ତୁ କଟ୍ ଅଫ୍ ମାର୍କକୁ ଦେଖିନେବା କଟ୍ ଅଫ୍ କେତେ ଯାଇଛି ଏବଂ ଭ୍ୟୁ ସ୍କୋରରେ ଆପଣମାନେ ଆପଣଙ୍କର ସ୍କୋରକୁ ଚେକ୍ କରିପାରିବେ, କୌଣସି ଅସୁବିଧା ନାହିଁ। ଏବଂ ପିଡ଼ିଏଫ୍ଟି ଡାଉନଲୋଡ଼ ହୋଇସାରିଛି। ଏଠି ହାଏଷ୍ଟ ଏବଂ ଲୋଏଷ୍ଟ ମାର୍କ ଦେଇଛି ଆପଣଙ୍କର କ୍ୟାଟେଗୋରୀ ୱାଇଜ୍ ଆପଣଙ୍କର ଯେଉଁମାନେ ସିଲେକ୍ସନ୍ ହୋଇଛନ୍ତି। କଟ୍ ଅଫ୍କୁ ଆପଣମାନେ ଏଠି ଡିଟେଲ୍ସରେ ଦେଖିପାରିବେ। ଠିକ୍ ଅଛି, ଆପଣଙ୍କ ସାମ୍ନାରେ ଅଛି ଯେଉଁମାନେ ସିଲେକ୍ସନ୍ ହୋଇଛନ୍ତି ସେମାନଙ୍କୁ ବହୁତ ସାରା କଂଗ୍ରାଚୁଲେସନ୍। ଏଠି ଆନ୍ସର୍ କି ବି ଆସିଯାଇଛି, ଆନ୍ସର୍ କି ବି ଆପଣ ଦେଖିବେ କେତେ ଭ୍ୟାଲିଡ୍ ହେଇଛି ନନ୍ ଭ୍ୟାଲିଡ୍ ହେଇଛି କେଉଁଠି ସବୁକିଛି ଆପଣମାନେ ଏଠି ଚେକ୍ କରି ନେଇପାରିବେ। ନେକ୍ସଟ ଅପଡେଟ୍ ଯିବା। ନେକ୍ସଟ ଅପଡେଟ୍ରେ ଆପଣମାନେ ଦେଖିବାକୁ ପାଇବେ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସରର ଯାହାର ଭିଡ଼ିଓ ମୁଁ କାଲି କରିଛି ଆଡ଼ଭୋକେଟ୍ ଜେନେରାଲ ଓଡ଼ିଶାର ଆପଣଙ୍କର କଟ୍ ଅଫ୍ ମାର୍କ ଆସିଯାଇଛି। ଏହାର ଡିଟେଲ୍ସ ଭିଡ଼ିଓ ମୁଁ କରିଛି, ଆପଣ ସେ ଭିଡ଼ିଓକୁ ଦେଖି ନେଇପାରିବେ ଯେଉଁଥିରେ କଟ୍ ଅଫ୍କୁ ଆପଣ ଦେଖିଲେ ବି ଜାଣିପାରିବେ ଯେ ଆଗକୁ ଯେଉଁ ଏକ୍ଜାମ୍ ଗୁଡ଼ିକ ଆସୁଛି ସେଥିରେ କଟ୍ ଅଫ୍ କେତେ ଯାଇପାରିବ। ତା ସହିତ ଆପଣଙ୍କର ଆନ୍ସର୍ କି ବି ଆସିଯାଇଛି, ଆନ୍ସର୍ କିକୁ ବି ଆପଣମାନେ ଚେକ୍ କରି ନେଇପାରିବେ। ଠିକ୍ ଅଛି, ଇଏ ହେଉଛି ପିଡ଼ିଏଫ୍ରେ ଆପଣମାନେ ସବୁ ଦେଖିପାରିବେ, କଟ୍ ଅଫ୍ ଦେଖିପାରିବେ। ଭିଡ଼ିଓର ଡିଟେଲ୍ସ କରିସାରିଛି। ଠିକ୍ ଅଛି, ଆପଣଙ୍କର ସ୍କିଲ୍ ଟେଷ୍ଟ ପାଇଁ କେତେ ଯାଇଥିଲା, ସ୍କିଲ୍ ଟେଷ୍ଟ ପରେ ଫାଇନାଲ୍ ପାଇଁ କେତେ ଯାଇଛି, ଆନ୍ସର୍ କି ସବୁକିଛି ଏଠି ଆପଣଙ୍କର ମେନସନ୍ ଅଛି। ନେକ୍ସଟ ଅପଡେଟ୍। ନେକ୍ସଟ ଦେଖିବେ ଆସିଷ୍ଟାଣ୍ଟ ଡାଇରେକ୍ଟର ଫ୍ୟାକ୍ଟରି ବଏଲରର ଆପଣ କଟ୍ ଅଫ୍ ମାର୍କ ଏବଂ ଫାଇନାଲ୍ ଆନ୍ସର୍ କି ରିଟନ୍ ଏକ୍ଜାମିନେସନ୍ 16 ତାରିଖରେ ତାକୁ ଦେଖିବାକୁ ପାଇବେ। ଠିକ୍ ଅଛି, ତାକୁ ବି ଆମେ ପିଡ଼ିଏଫ୍କୁ ଯଦି ଡାଉନଲୋଡ଼ କରିବା ତାର କଟ୍ ଅଫ୍କୁ ବି ଆମେ ଦେଖିପାରିବା। ଜଷ୍ଟ ଏ ମିନିଟ୍, ପିଡ଼ିଏଫ୍ଟି ଡାଉନଲୋଡ଼ ହେଉଛି। ପିଡ଼ିଏଫ୍ଟି ଆପଣଙ୍କ ସାମ୍ନାରେ ଏବଂ ଏଠି ବି ଆପଣମାନେ ଦେଖିପାରିବେ ଜେଣ୍ଡର ଆପଣଙ୍କ ଦେଇଛି ମେଲ୍ ଦେଇଛି ଏବଂ SBC ଦେଇଛି। ଠିକ୍ ଅଛି, ସବୁକିଛି ଆପଣଙ୍କର ଏଠି ସବୁକିଛି ଏଠି ଆପଣମାନେ ଦେଖିପାରିବେ। ଫାଇନାଲ୍ ସିଲେକ୍ଟେଡ୍ କ୍ୟାଣ୍ଡିଡେଟ୍ମାନଙ୍କର ବି ମାର୍କ ଆପଣମାନଙ୍କୁ ଏଠି ପବ୍ଲିଶ୍ କରାଯାଇଛି। ତା ସହିତ ଆପଣମାନେ ଏଠି ଦେଖିପାରିବେ ଆପଣମାନଙ୍କର ଆନ୍ସର୍ କିକୁ ବି ଏଠି ଚେକ୍ କରି ନେଇପାରିବେ। ଠିକ୍ ଅଛି, ନେକ୍ସଟ ଅପଡେଟ୍। ନେକ୍ସଟ ଅପଡେଟ୍ରେ ଆପଣ ଦେଖିବେ ପୋଷ୍ଟ ଗ୍ରାଜୁଏଟ୍ ଟିଚରର ଆପଣଙ୍କ ଡକ୍ୟୁମେଣ୍ଟ ଭେରିଫିକେସନ୍ ଏବଂ ଇଣ୍ଟରଭ୍ୟୁ ନୋଟିସ୍ ପଳେଇ ଆସିଛି। ଚାଲନ୍ତୁ ତାକୁ ବି ଡାଉନଲୋଡ଼ କରିବା ଏବଂ ଡିଟେଲ୍ସରେ ଚେକ୍ କରି ନେଇଯିବା। ପିଡ଼ିଏଫ୍ଟି ଆପଣଙ୍କ ସାମ୍ନାରେ ଡାଉନଲୋଡ଼ ହୋଇସାରିଛି ଏବଂ ଏଠି ଆପଣମାନେ ଦେଖିପାରିବେ ରିକ୍ୱାୟାର୍ଡ ପୋଷ୍ଟ ଗ୍ରାଜୁଏଟ୍ ଟିଚର ଦେଖିପାରିବେ କମର୍ସର। ଠିକ୍ ଅଛି, ଯେଉଁମାନେ ସିଲେକ୍ସନ୍ ହୋଇଛନ୍ତି ସେମାନେ କଂଗ୍ରାଚୁଲେସନ୍, କ'ଣ କ'ଣ ଡକ୍ୟୁମେଣ୍ଟ ନେଇକି ଯିବେ ସବୁକିଛି ମେନସନ୍ ଅଛି, ଚେକ୍ କରିନେବେ। ନେକ୍ସଟ ଅପଡେଟ୍ ଯଦି SSB ତରଫରୁ ଯିବା କୌଣସି ଅପଡେଟ୍ ଦେଖିବାକୁ ପାଇବେନି, ତେଣୁ ଆଜି ପାଇଁ ଏତିକି ଅପଡେଟ୍ ରହିବ। ଆପଣ ମତାମତ ଅପେକ୍ଷାରେ ବି ଚ୍ୟାନେଲ୍ ପ୍ରଥମ ଥର ଭିଜିଟ୍ କରୁଥିଲେ ନିଶ୍ଚିତ ଚ୍ୟାନେଲ୍ ସହିତ ଯୋଡ଼ି ହୋଇଯିବେ, କାରଣ ଯାହା ବି ଅପଡେଟ୍ ଆସେ ପ୍ରଥମେ ଷ୍ଟଡି ଷ୍ଟାର୍ଟ ତରଫରୁ ପ୍ରୋଭାଇଡ଼ କରାଯାଇଥାଏ। ଧନ୍ୟବାଦ।